ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜି ଜାନୁଆରୀ ମାସ 31 ତାରିଖ ଶନିବାର। ଚାଲନ୍ତୁ ନଜର ପକାଇବା ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ଗୁଡ଼ିକ ଉପରେ। ତା ପୂର୍ବରୁ କମେଣ୍ଟରେ ଜୟ ଜଗନ୍ନାଥ ଲେଖି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଭୁଲିବେ ନାହିଁ ଏବଂ ଆପଣ କେଉଁ ଜିଲ୍ଲାରୁ ଦେଖୁଛନ୍ତି ତାହା ମଧ୍ୟ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ପ୍ରଥମ ଖବର, ବଜେଟ୍ ଆରମ୍ଭରୁ ଗତକାଲି କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି, ଯାହା ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ମୁହଁରେ ହସ ଫୁଟାଇଛି। ମହଙ୍ଗା ଭତ୍ତାରେ 6%କୁ ବୃଦ୍ଧିକୁ ମଞ୍ଜୁରୀ ଦିଆଯାଇଛି। ଏହି ନିଷ୍ପତ୍ତି ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ମଧ୍ୟରେ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ, ଯାହାଫଳରେ ଦରମା ଏବଂ ପେନ୍ସନରେ ସିଧାସଳଖ ବୃଦ୍ଧି ରହିବ। ଏହି ବହୁ ପ୍ରତୀକ୍ଷିତ ନିଷ୍ପତ୍ତି କର୍ମଚାରୀଙ୍କ ଦାବି ପୂରଣ କରୁଛି। ମାସିକ ଆୟରେ ସ୍ପଷ୍ଟ ଉନ୍ନତି ଦୃଶ୍ୟମାନ ହେବ। ମହଙ୍ଗା ଭତ୍ତା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ମୁଦ୍ରାସ୍ଫୀତିକୁ କ୍ଷତିପୂରଣ ଦିଏ। ସରକାର ଏହାକୁ 6% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମୋଟ ଡିଏ ହାର ବୃଦ୍ଧି କରିବ, ଯାହା ମୂଳ ଦରମା ଉପରେ ଆଧାରିତ। କ୍ୟାବିନେଟ୍ରେ ବୈଠକରେ ଏହି ଘୋଷଣା ଗୃହୀତ ହୋଇଥିବା ବେଳେ କେନ୍ଦ୍ରୀୟ କର୍ମଚାରୀ ସଂଘ ଏହାକୁ ଏକ ସମନ୍ୱିତ ପଦକ୍ଷେପ ଭାବରେ ସ୍ୱାଗତ କରିଛି। ବର୍ଦ୍ଧିତ ପରିମାଣର ପରବର୍ତ୍ତୀ ଦରମା ଚକ୍ରରେ ପରବର୍ତ୍ତୀ ଖବର, ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲଗୁଡ଼ିକ ଛାତ୍ରୀମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ୍ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲରେ ମାସିକ ଧର୍ମ ସମୟରେ ଝିଅମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦିଆଯାଇଛି। ସୁପ୍ରିମକୋର୍ଟ କହିଛି ଯେ ସମ୍ବିଧାନର ଧାରା 21 ଅନୁଯାୟୀ ସୁନିଶ୍ଚିତ ଜୀବନଯାପନର ଅଧିକାରରେ ଋତୁସ୍ରାବ ସ୍ୱାସ୍ଥ୍ୟର ଅଧିକାର ଅନ୍ତର୍ଭୁକ୍ତ। ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ ସହିତ କୋର୍ଟ ତାଙ୍କ ନିର୍ଦ୍ଦେଶରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ମଧ୍ୟ କହିଛନ୍ତି। ଏହି ନିଷ୍ପତ୍ତି କେବଳ ବ୍ୟବସ୍ଥାରେ ଜଡ଼ିତ ଲୋକଙ୍କ ପାଇଁ ନୁହେଁ, ବରଂ ଶ୍ରେଣୀଗୃହ ପାଇଁ ମଧ୍ୟ, ଯେଉଁଠାରେ ଝିଅମାନେ ସାହାଯ୍ୟରେ ମାଗିପାରିବାକୁ ସଂକୋଚ କରନ୍ତି। ଏହି ନିର୍ଦ୍ଦେଶ ସେହି ଶିକ୍ଷକମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ, ଯେଉଁମାନେ ସାହାଯ୍ୟ କରିବାକୁ ଚାହାନ୍ତି କିନ୍ତୁ ସମ୍ବଳ ଅଭାବରୁ ତାହା କରିପାରୁନାହାନ୍ତି। ସୁପ୍ରିମକୋର୍ଟ କହୁଛି ଯେ ଏହି ଆଦେଶ ପିତାମାତାଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। କୋର୍ଟ ତାଙ୍କ ଆଦେଶରେ କହିଛନ୍ତି, ଆମେ ପ୍ରତ୍ୟେକ ଝିଅକୁ ଏହି ବାର୍ତ୍ତା ପଠାଇବାକୁ ଚାହୁଁଛୁ, ଯେଉଁମାନେ ମାସିକ ଧର୍ମ ସମୟରେ ସ୍କୁଲ ଯାଇପାରୁନାହାନ୍ତି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଶ୍ଚିତ କରିବା ଉଚିତ ଯେ ପ୍ରତ୍ୟେକ ସ୍କୁଲର ଶୌଚାଳୟ ପରିସରରେ ବାୟୋଡିଗ୍ରେଡେବଲ୍ ସାନିଟାରୀ ନାପକିନ୍ ଉପଲବ୍ଧ ହେବ। ଋତୁସ୍ରାବକାଳୀନରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ମାସିକ ଋତୁସ୍ରାବ ସଚେତନ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯିବା ଉଚିତ। ଅତିରିକ୍ତ ୟୁନିଫର୍ମ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବାଜିଲା ଖବର, ଏବେ ନିଆଗଲା ଆକ୍ସନ। ଅସାଧୁ ବ୍ୟବସାୟୀମାନେ ପର୍ଯ୍ୟଟନ ସ୍ଥଳୀ କୋଣାର୍କରେ କାଜୁ ପ୍ୟାକେଟରେ ନକୁଳ ଦାନା ଏବଂ ନିମ୍ନମାନର କାଜୁ ବିକ୍ରି କରୁଥିବା ବେଳେ ଏନେଇ ପ୍ରମେୟ ଖବର ପ୍ରସାରଣ କରାଯାଇଛି। ଖବର ପ୍ରକାଶନ ବେଳେ କୋଣାର୍କ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଶୁକ୍ରବାର ଅପରାହ୍ନରେ ନିମାପଡ଼ା ଏସ୍ଡିପିଓ ଜନାର୍ଦ୍ଦନ ପାଢ଼ୀଙ୍କ ନେତୃତ୍ୱରେ କୋଣାର୍କ ଆଇଆଇସି, ପୂର୍ଣ୍ଣଚନ୍ଦ୍ର ସେଠୀ, କେଦାର ଡୋରା, ସୁଭାଷିନୀ ସାହୁ ପ୍ରମୁଖ ଜଗନ୍ନାଥ ମନ୍ଦିର ନିକଟରେ ଏକ ଗୋଦାମରେ ଚଢ଼ାଉ କରିଥିଲେ। ଚଢ଼ାଉ କରି ଏହି ଗୋଦାମରୁ କ୍ୱିଣ୍ଟାଲ କାଜୁ, ପ୍ୟାକିଂ ମେସିନ୍, ଓଜନ ମେସିନ୍ ଏବଂ 2 ବସ୍ତା ରାମଦାନା ଜବତ କରାଯାଇଛି। ଏସବୁ ଜବତ ସାମଗ୍ରୀ ଥାନାକୁ ଅଣାଯାଇଛି। ତେବେ ଏହି ଘଟଣାରେ 2 ଜଣ ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି। ଅସାଧୁ ବ୍ୟବସାୟୀମାନେ ବିଭିନ୍ନ ସମୟରେ ପର୍ଯ୍ୟଟକଙ୍କୁ ଜରି ପ୍ୟାକେଟ ଭିତରେ ନକୁଳ ଦାନା, ପୋକରା କାଜୁ ରଖି କିଲୋ ପ୍ରତି 600 ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ
ବାଇକ୍କୁ ଧକ୍କା ଦେଲା ପିକଅପ୍ ଗାଡ଼ି। ବାଇକ୍ରେ ଯାଉଥିବା 3 ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏହିଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ଖଣ୍ଡାସ ଛକ ନିକଟରେ। ପୁଲିସ ଆହତଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ସେପଟେ ପୁଲିସ ଘଟଣାସ୍ଥଳର ତଦନ୍ତ ଜାରି ରଖିଛି। ଗୁରୁତରମାନେ ହେଲେ ବଡ଼ଚଣା ବ୍ଲକ ବରପଦା ଅଞ୍ଚଳର ଅନନ୍ତ ସାହୁ, ସ୍ତ୍ରୀ ବିଦୁଲତା ଓ ପୁତୁରା ଦେବାଶିଷ। ମିଳୁଥିବା ସୂଚନା ଅନୁସାରେ ସେମାନେ ଏକ ବାଇକ୍ରେ ସ୍ଥାନୀୟ ହରିପୁର ହାଟକୁ ସୁନାଗହଣା କିଣି ବାଇକ୍ରେ ଘରକୁ ଫେରୁଥିବା ବେଳେ ସମୟରେ ବରୁଆ କୃଷ୍ଣଦାସପୁର ମୁଖ୍ୟ ରାସ୍ତା ଖଣ୍ଡାସ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଆସନ୍ତା 2 ସପ୍ତାହ ଯାଏଁ ସ୍ୱାଭାବିକଠାରୁ ଅଧିକ ଶୀତ ରହିବ। ଶୀତ ଲହରୀ ଜାରି ରହିବ। ଆଜିଠୁ ଫେବୃଆରୀ 5 ତାରିଖ ଯାଏଁ ସର୍ବନିମ୍ନ ତାପମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ 10ରୁ 14 ଡିଗ୍ରୀ ରହିବ। ଉପକୂଳ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ 14ରୁ 18 ଡିଗ୍ରୀ ରହିବ। ସେହିପରି ଆସନ୍ତା ଫେବୃଆରୀ 6ରୁ 12 ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ 6ରୁ 10 ଡିଗ୍ରୀ ରହିବ। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ 10ରୁ 14 ଡିଗ୍ରୀ ରହିବ। ଉତ୍ତର ଉପକୂଳ ଅଞ୍ଚଳରେ 14ରୁ 16 ଡିଗ୍ରୀ ତାପମାତ୍ରା ରହିବ। ସାଧାରଣଠୁ କମ୍ ତାପମାତ୍ରା ରହିବ। ଏହିପରି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଆସନ୍ତା 2 ସପ୍ତାହ ଯାଏଁ ପୂର୍ବ ଭାରତ ଅଞ୍ଚଳରେ ସ୍ୱାଭାବିକଠାରୁ 2ରୁ 4 ଡିଗ୍ରୀ କମ୍ ରହିବ ତାପମାତ୍ରା ରହିବ। ଏହି କ୍ରମରେ ଓଡ଼ିଶାର ମଧ୍ୟ ସର୍ବନିମ୍ନ ତାପମାତ୍ରା କମ୍ ରହିବ। ଶୁକ୍ରବାର ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା 2ଟି ସ୍ଥାନରେ କୁହୁଡ଼ି ଦେଖିବାକୁ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ତାଙ୍କର ସ୍ଥାନ ଖାଲି ପଡ଼ିଛି। ତେବେ ଅଜିତ ପାୱାରଙ୍କ ଉତ୍ତରାଧିକାରୀ କିଏ ହେବେ, ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କୁହାଯାଉଛି କି ଆସନ୍ତାକାଲି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଯଦି ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଅନ୍ତି, ତାହେଲେ ମହାରାଷ୍ଟ୍ର ରାଜନୀତିରେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ। ଶୁକ୍ରବାର ଏନ୍ସିପିର ବିଧାୟକମାନେ ଏନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନସିସ୍ଙ୍କ ସହ ଆଲୋଚନା କରିବା ସହ ଦାବି ରଖିଥିବା କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ସକାଳେ ଏନ୍ସିପିର ବିଧାୟକଙ୍କ ଏକ ବୈଠକ ରହିଛି। ସେପଟୁ ସୁନେନ୍ଦ୍ର ପାୱାର ଫଡନସିସ୍ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ହେବା ସହ ଆସନ୍ତାକାଲି ସେ ପଦ ଓ ଗୋପନୀୟତାର ଶପଥ ପାଠ ନେବେ ବୋଲି ସ୍ପଷ୍ଟ ରହିଛି। ସେପଟେ 2 ଏନ୍ସିପି ଗୋଷ୍ଠୀ ଏକାଠି ହେବା ପାଇଁ ନେଇ ଚର୍ଚ୍ଚା ହୋଇଥିବା ବେଳେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। 2 ଏନ୍ସିପି ଗୋଷ୍ଠୀ କେବେ ଏକାଠି ହୋଇପାରିବେ ନାହିଁ ବୋଲି ପୂର୍ବରୁ ବିଜେପି ରାଜ୍ୟସଭା ସାଂସଦ ଧନଞ୍ଜୟ ମହାଦୀପ କହିଥିବା ବେଳେ ଏବେ ଯାହା ସତ୍ୟ ପ୍ରମାଣିତ ହେବ। ଆଜି ଲୋକସଭା ଭବନରେ ଶହୀଦ ଦିବସ ପାଳନ ଅବସରରେ ନୀରବ ପ୍ରାର୍ଥନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଅଧିକାରୀ ଓ କର୍ମଚାରୀମାନେ ସମାବେଶ ହୋଇ ଦେଶର ସ୍ୱାଧୀନତା ସଂଗ୍ରାମୀ ତଥା ଦେଶ ପାଇଁ ପ୍ରାଣ ବଳି ଦେଇଥିବା ଅମର ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଆଜି ନିର୍ଦ୍ଧାରିତ ପୂର୍ବାହ୍ନ 11ଟା ସମୟରେ 2 ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରିଥିଲେ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀମାନଙ୍କର କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ପାଠ୍ୟକ୍ରମ ଆଧାର ବିଶ୍ୱବିଦ୍ୟାଳୟରେ ଶିକ୍ଷା 2025 ଓ 2020 ଜାତୀୟ ଶିକ୍ଷାନୀତି ଆନୁକୂଲ୍ୟରେ ପ୍ରବନ୍ଧନ ତାଲିମ ଶିବିର ଉଦ୍ଘାଟିତ କରାଯାଇଛି। 2ଟି ପର୍ଯ୍ୟାୟରେ 294ଟି ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ପ୍ରଶିକ୍ଷକ ପ୍ରତାପ ମହାପାତ୍ର, ବିଜୟ ପ୍ରଧାନ, ଶିବରାମ ପ୍ରଧାନ, ଶଙ୍କର ସେଠୀ, ଅଳକା ପ୍ରଧାନ, ସୀମାଞ୍ଚଳ ବେହେରା
ଅନିଲ ସାହୁ, ସୁବ୍ରତ ପଣ୍ଡା, ବାସୁଦେବ ବେହେରା, ଶ୍ରୀକାନ୍ତ ସାମନ୍ତରାୟ, ମନୋଜ ବେହେରା, କୁରିଟ ସେଠୀ ପ୍ରମୁଖ ତାଲିମ ପ୍ରଦାନ କରିଥିବା ବେଳେ ଦିଗପହଣ୍ଡି ସ୍ଥିତ ବଡ଼କେମୁଣ୍ଡି ହାଇସ୍କୁଲ, ଭୀଷ୍ମଗିରି ଗ୍ରାମ ବାଳକ ପ୍ରାଥମିକ ବିଦ୍ୟାଳୟ ଏବଂ ବ୍ରହ୍ମଖଇ ଗ୍ରାମସ୍ଥିତ ଶିବାନନ୍ଦ ନୋଡାଲ ହାଇସ୍କୁଲରେ ଆୟୋଜିତ ଶିବିରରେ ପ୍ରତ୍ୟକ୍ଷ କ୍ରମରେ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯିବ। ଉଦ୍ଘାଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଡକ୍ଟର ଶଙ୍କର ନାରାୟଣ ବେଜ, ସମ୍ମାନିତ ଅତିଥି ଭାବେ ସହଗୋଷ୍ଠୀ ଶିକ୍ଷାଧିକାରୀ ବାଳୀ ମାଝୀ, ବିଶ୍ରବା ପାଇକ, ରସାନନ୍ଦ ଘଡ଼େଇ ଏବଂ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ଯୋଗ ଦେଇଥିଲେ। ଫେବୃଆରୀ 17 ବିଧାନସଭାରେ ବଜେଟ ଅଧିବେଶନ ହେବା ଆରମ୍ଭ। ଦୁଇଟି ପର୍ଯ୍ୟାୟରେ ଚାଲିବ ଓଡ଼ିଶା ବଜେଟ 2026-27 ଅଧିବେଶନ। ଫେବୃଆରୀ 20ରେ ଆଗତ ହେବ ବଜେଟ 2026। ପ୍ରଥମ ଦିନ ଗୃହରେ ଅଭିଭାଷଣ ରଖିବେ ରାଜ୍ୟପାଳ। 2026-27 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହେବ। ବଜେଟ ଅଧିବେଶନରେ ମୋଟ 29ଟି କାର୍ଯ୍ୟ ଦିବସ ରହିବ। ପ୍ରଥମ ପର୍ଯ୍ୟାୟରେ 60ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ 22ଟି କାର୍ଯ୍ୟ ଦିବସ ରହିବ। ମାର୍ଚ୍ଚ 31 ତାରିଖ ଦିନ ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହେବ। ସୂଚନା ଥାଇକି 2024-25 ଆର୍ଥିକ ବର୍ଷରେ ରାଜ୍ୟ ସରକାର 2,65,000 କୋଟି ଟଙ୍କାର ବଜେଟ ଆଣିଥିଲେ। ସେଥିରେ ପ୍ରଶାସନିକ ବ୍ୟୟ ବାବଦକୁ 97,725 କୋଟି ଟଙ୍କା ରହିଥିବା ବେଳେ କାର୍ଯ୍ୟକ୍ରମ ବାବଦକୁ 1,55,000 କୋଟି ଟଙ୍କା ରହିଥିଲା। ଏହା ସହିତ 3,900 କୋଟି ଟଙ୍କା ବିପର୍ଯ୍ୟୟ ପ୍ରଶମନ ପାଇଁ ରହିଥିବା ବେଳେ 8,375 କୋଟି ଅନ୍ୟାନ୍ୟ ବ୍ୟୟ ବାବଦକୁ ରହିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ 2025-26 ଆର୍ଥିକ ବର୍ଷ ଲାଗି 2,90,000 କୋଟି ଟଙ୍କାର ବଜେଟ ବ୍ୟବସ୍ଥା ହୋଇଥିଲା। ସେଥିମଧ୍ୟରେ ପ୍ରଶାସନିକ ଖର୍ଚ୍ଚ ବାବଦକୁ 1,08,000 କୋଟି ଟଙ୍କା ରହିଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ 1,70,000 କୋଟି, ବିପର୍ଯ୍ୟୟ ପ୍ରଶମନ ପାଇଁ 4,000 କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରଣ ଲାଗି 8,000 କୋଟି। 33 ବ୍ୟକ୍ତି ବିଦ୍ୟୁତ ତାରରେ ଲାଗି ଜୀବନ ହାରିଛନ୍ତି। ମୃତକ ଜଣକ ହେଲେ ଚିଲିଶଙ୍କା ଗାଁର ସରସ୍ୱତୀ ପ୍ରପେଗା। ବୁଧବାର ସନ୍ଧ୍ୟାରେ ଘଟଣାଟି ଘଟିଥିବା ବେଳେ ପରିବାର ଲୋକେ ଗତକାଲିଠାରୁ ସରସ୍ୱତୀଙ୍କୁ ଖୋଜୁଥିଲେ। ଆଜି ଅପରାହ୍ନରେ 33 କେବି ତାର ଯାଇଥିବା ଏକ ବୁଦାମୂଳରୁ ସରସ୍ୱତୀଙ୍କ ସମ୍ପୂର୍ଣ୍ଣ ପୋଡ଼ାଯାଇଥିବା ଦଗ୍ଧ ଶରୀର ପରିବାର ଲୋକେ ଖୋଜାଖୋଜି କରିପାରିଛନ୍ତି। ଘଟଣାସ୍ଥଳକୁ ଲକ୍ଷ୍ମୀପୁର ପୋଲିସ ପହଞ୍ଚିଥିଲେ ସୁଦ୍ଧା ଉତ୍ତ୍ୟକ୍ତ ଲୋକେ ଏହି ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି କହିଛନ୍ତି। ଏଥିପୂର୍ବରୁ ସେହି ସ୍ଥାନରେ ଚିଲିଶଙ୍କା ଗାଁର ଜଣେ ମହିଳା ବିଦ୍ୟୁତ ତାର ସ୍ପର୍ଶରେ ଆସି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁଇଟି ଗାଈର ମୃତ୍ୟୁ ହୋଇଥିଲା। ଏହାପରେ ବିଦ୍ୟୁତ ବିଭାଗକୁ ସଜାଡ଼ିବା ସକାଶେ ଅଭିଯୋଗ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାରକୁ ସଜାଡ଼ି ଯାଇନଥିବାରୁ କାରଣରୁ ସରକାରୀ ସରସ୍ୱତୀଙ୍କୁ ବିଦ୍ୟୁତ ବିଭାଗ ମାରିଦେଲା ବୋଲି ରୋକଠୋକ ଭାବେ ଗ୍ରାମବାସୀ ଦାୟୀ କରିଛନ୍ତି।